ଜ୍ଞାନ ପ୍ରାପ୍ତି ପରେ ଭଗବତ ପ୍ରାପ୍ତି ରୂପକ ପରମ ଶାନ୍ତି ପ୍ରାପ୍ତି ହୋଇଥାଏ। ଏ କଥାର ଭାବ କ'ଣ? ବଢ଼ିଆ ସୁନ୍ଦର ଉଦାହରଣ ଦିଆଯାଇଛି ପଢ଼ିବା। ଏ କଥାର ଭାବ ଦେଖିବାକୁ ଭଗବାନ କହିଛନ୍ତି ଯେ ଯେପରି ସୂର୍ଯ୍ୟୋଦୟ ହେବା ସଙ୍ଗେ ସଙ୍ଗେ ଅନ୍ଧକାର ଦୂର ହୋଇଯାଏ ଏବଂ ସବୁ ପଦାର୍ଥ ପ୍ରତ୍ୟକ୍ଷ ଦେଖାଯାଏ, ସେହିପରି ପରମାତ୍ମା ତତ୍ତ୍ୱର ଜ୍ଞାନ ହୋଇଯିବା କ୍ଷଣି ଅଜ୍ଞାନ ନାଶ ହୋଇ ପରମାତ୍ମାଙ୍କର ସ୍ୱରୂପ ପ୍ରାପ୍ତ ହୋଇଯାଏ। ଅଭିପ୍ରାୟ ଏହି ଯେ ଅଜ୍ଞାନ ଏବଂ ତାହାର କାର୍ଯ୍ୟରୂପକ ବାସନାମାନଙ୍କ ସହିତ ରାଗଦ୍ୱେଷ, ହର୍ଷ ଶୋକ ଆଦି ବିକାରମାନଙ୍କର ତଥା ଶୁଭାଶୁଭ କର୍ମ ସମ୍ପୂର୍ଣ୍ଣ ଲୋପ ହେବା ସଙ୍ଗେ ସଙ୍ଗେ ପରମାତ୍ମାଙ୍କର ତତ୍ତ୍ୱଜ୍ଞାନ ଏବଂ ପରମାତ୍ମାଙ୍କର ସ୍ୱରୂପ ପ୍ରାପ୍ତି ଏକ ସମୟରେ ହୋଇଯାଏ। ବିଜ୍ଞାନାନନ୍ଦ ଘନ ପରମାତ୍ମାଙ୍କର ସାକ୍ଷାତ ପ୍ରାପ୍ତିକୁ ହିଁ ଏଠାରେ ପରମ ଶାନ୍ତି କୁହାଯାଇଛି।